ସଭାରେ ଦେବଙ୍କ ବ୍ରତ କହିଲେ ସକଳ ଭୂତାଙ୍କ। ଗୋବିନ୍ଦ 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 ପଦୁବଳ ଶ୍ରୀମକରନ୍ଦ ଶ୍ରୀମକରନ୍ଦ ପାନ କରି ହେଳେ କରିଲେ ବ୍ରଜନାରୀ। ବହୁ ଶାଶୁ କହୁଛି ଶାଶୁ ବୋହୁ କହୁଛି ଯେ କେମିତି ସେ ଜିନିଷଟା ପଢା ହବ। ବାପା ପଢୁଛି ମୁଁ କଣ ପାଠ ପଢୁଛି ମୁଁ ସୁଧୁ ଗଜ ମୂର୍ଖ ସେମିତି ପୁରା 1.5 କିଲୋର ମିଠା 1.5 କେଜିର। ନମସ୍କାର, ଆଜିର ଗୋଟେ ନୂଆ ବ୍ଲଗ୍ ମୁଁ ଆପଣଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି। ବର୍ତ୍ତମାନ ମୁଁ ଆସି ପହଞ୍ଚିଛି ନିକିରେଇ କଲେଜ ପାଖରେ। ଦେଖିପାରୁଥିବେ ମୋ ପଛରେ ନିକିରେଇ କଲେଜ। କେବେ ଆସିନଥିଲା, ଆଜି ପ୍ରଥମ ଥର ପାଇଁ ଆସିଛି ନିକିରେଇ କଲେଜ। ଏଇଠି କଲେଜ ପାଖରେ ଗୋଟେ ମୋର ପର୍ସନାଲ କାମ ଅଛି। ସେ ଭାଇଙ୍କୁ ମୁଁ କଲ୍ କରିଥିଲି, ସେ ଭାଇ କହିଲେ ଜଷ୍ଟ ମୁଁ ଏବେ ଖାଇବାକୁ ପଳେଇଲି ତ ସେଥିପାଇଁ ମୁଁ ଏଠି ଗୋଟେ ବର ଗଛ ଅଛି, ଏଠି ଟିକେ ଛାଇ ହେଉଛି, ସେଥିପାଇଁ ମୁଁ ଏଠି ଅପେକ୍ଷା ହେଉଛି। ନିକିରେଇ କଲେଜ ଆପଣମାନେ ଦେଖିପାରୁଥିବେ ବହୁତ ସୁନ୍ଦର କଲର ହେଇଛି ଏବଂ ତା ସାଇଡ଼ରେ ସବୁ ଗଛ ଲାଗିଛି। ବହୁତ ହି ବଢ଼ିଆ ଲାଗୁଛି କଲେଜଟା। ମୁଁ ଦେଖିନଥିଲି, ଆଜି ପ୍ରଥମ ଥର ପାଇଁ ଦେଖୁଛି। ଏବଂ ନିକିରେଇ କଲେଜ ପାଖକୁ ମୁଁ ଗୋଟେ ଦେଖିଲି, ଏଇଠି ଗୋଟେ ସୁନ୍ଦର ବର ଗଛଟିଏ ଅଛି ଦେଖିପାରୁଥିବେ। ଏଇଠି ଛାଇ ହେଉଥିଲା ତ ସେଥିପାଇଁ ମୁଁ ସେଇଠି ଠିଆ ହେଇଯାଇଛି। ଏବଂ ତା ସହିତ ଦେଖିପାରୁଥିବେ ୟା ଭିତରେ ସବୁ ସାଇଡ଼ରେ ସବୁ ବାର ଦିଆହେଇଛି, ଗଛ ଲାଗିଛି। ଏବଂ ତା ଭିତରେ ସବୁ ଦେଖିପାରୁଥିବେ ଛୋଟ ଛୋଟ ସବୁ ଗଛ ଲାଗିଛି, ଶାଗୁଆନୀ ଗଛ, ଅଲଗା କି ଗଛ ବୋଧେ ଲାଗିଛି ଦୂରକୁ ମୁଁ ଜାଣି ହେଉନି। ବାକି ସାଇଡ଼ରେ ସବୁ ଦେଖିପାରୁଥିବେ ସବୁ ଗଛ ଲାଗିଛି। ଯେତେବେଳେ ବଡ଼ ହେଇଯିବ ବହୁତ ହି ବଢ଼ିଆ ସୁନ୍ଦର ଜଙ୍ଗଲଟିଏ ହେବ ଦେଖିପାରୁଥିବେ। ଆଉ ଏଇ ବରଗଛ ଦେଖନ୍ତୁ ଆଜ୍ଞା, ବହୁତ ପୁରୁଣା ବରଗଛ। ଯାହା ହଉ ଟିକେ ବରଗଛ ଟିକେ ଥିଲା ବୋଲି ଏଠି ଛାଇ ହେଉଛି। ମୁଁ ଏଠି ଟିକେ ଠିଆ ହେଇଛି। ସିଏ ମିଠା ଦେଲେନି, ମୁଁ ତାଙ୍କ ପାଇଁ ମିଠା ନେଇକି ଆଇଛି। ବର୍ତ୍ତମାନ ମାଗୁଛନ୍ତି ଦେଖିପାରୁଥିବେ 1.5 କିଲୋର ମିଠା 1.5 କେଜିର। ତମେ ତ ଦେଲନି, ମୁଁ ଆଣିକି ଦେଇଛି। ସେଟା ମିଠା ତଣ୍ଟି ଲାଗିଲେ ପାଣି ପିଇବ, ବୋଟଲ ଟିପି ବାହାରି ପଳେଇଲାଣି। ମିଠା ବା 2 ଜଣ ଖାଇବ, ଆଉ ଆସିଲେ ସିଏ ତାଙ୍କୁ ବି ଟିକେ ଦବ, ସିଏ ବି ଟିକେ ଖାଇବେ। ସେମିତି ବୁଲି ସେମିତି ଖେଳନ୍ତି। ସେଠି ଖେଳୁନ, ଦେଖିବା ପିଲା ବେଳେ ଦେଖିଥାଉ କେମିତି କ'ଣ ଖେଳନ୍ତି, ମନେ ଥବ କେମିତି ଖେଳନ୍ତି କି ନା। କୁଆଡ଼େ ପକଉଛ? ଫାଟିଲେ ଗୋଟା 10 ଟଙ୍କା ଦବ। ଆଉ କ'ଣ ବିକ୍ରି ହେଉଛି 10 ଟଙ୍କା ଲେଖା। ଯାଅ ଏଇଠି ଗାଡ଼ି ଅଛି। ଓକେ ଓକେ ଓକେ। ଯାଉନି ତ ଦେଖିପାରୁଥିବେ ସବୁ ଛୋଟ ପିଲା, ବଡ଼ ପିଲା ଏବଂ ସ୍ତ୍ରୀ ଲୋକ ସବୁ ଯାଉଛନ୍ତି ବୋଲବମ୍। ଆଜି ହେଉଛି ତୃତୀୟ ପାଳି। ତ ଏଇଠି ପାଖରେ ଶିବ ମନ୍ଦିର ଅଛି, ଏଇଠି ଢାଳିବେ। କାଇଁ ବୋଲ କାଇଁବା ବୋଲ ଡାକୁନ, ଏଟା ବୋଲ ଡାକୁନ, ତା ମୁଣ୍ଡରେ ବାଜିବ ବାମୁକି। ସଭାରେ ଦେବଙ୍କ ବ୍ରତ କହିଲେ ସକଳ ଭୂତାଙ୍କ। ଇନ୍ଦ୍ର ସଭയെ ତାହା ଶୁଣି ଜାଣିଲେ ନିଶ୍ଚୟ ଚକ୍ରପାଣି। ବିସ୍ମୟ ଇନ୍ଦ୍ର ମନେ ବୋଧିଲା ହୃଦୟ ଯତନେ। ଏବେ ଶୁଣ ନୃପବର ବିଷ୍ଣୁର କଳା ଅବତାର। ପରମହଂସ ରୂପ ହୋଇ ଅଶେଷ ଜ୍ଞାନମୟ ଦେହି। ଜଗତ ମଙ୍ଗଳ ନିମିତ୍ତେ କହିଲା ଆତ୍ମଜ୍ଞାନ ଯେତେ। ତୃତୀୟ ଦୟା ପ୍ରୟା ହୋଇ ଜ୍ଞାନ ମଙ୍ଗଳ ପୁଣ୍ୟ ଦେହି। ବ୍ରହ୍ମା ମନରୁ ଅବତାରି ଚତୁର୍ସମର ରୂପ ଧରି। ଗୋବିନ୍ଦ 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 ପଦୁବଳ ଶ୍ରୀମକରନ୍ଦ ଶ୍ରୀମକରନ୍ଦ ପାନ କରି ହେଳେ କରିଲେ ବ୍ରଜନାରୀ। ସେ ବୋଧ ନାରୀ କପୟରେ ମନ ମୋ ଥାଉ ନିରନ୍ତରେ, ମନ ମୋ ନିରନ୍ତରେ ଥାଉ। ଆକୃଷ୍ଟ ବୋଲି ଯିବ ଯାଉ, ଆକୃଷ୍ଟ ବୋଲି ଯାଉ ଯିବ, ମୋତେ ଉଦ୍ଧାର ବାସୁଦେବ। ମନେ ରଖିଦେଇଛୁ, ପଢିକି ମନେ ରଖିଛୁ ନା ଶୁଣିକି? ପଢିକିରି ମନେ ରଖିଛି, ମୁଖସ୍ଥ କରିଦେଇଛି। ଆମର ଏଠି ଶିଖା ଯାଉଛି କେମିତି ଭାଗବତ ପଢିବ, ଜୋରରେ ପଢିବ କି ଧୀରେ ପଢିବ। ବୋହୁ ଶାଶୁ କହୁଛି, ଶାଶୁ ବୋହୁ କହୁଛି ଯେ କେମିତି ସେ ଜିନିଷଟା ପଢା ହବ। ବୋହୁ ଆମର ପାଠ ପଢିନି। କୋଉ ଯାଏଁ ପଢିଛୁ ତୁ? ମୁଁ ଦ୍ୱିତୀୟ ତୃତୀୟ ବାପା ପଢିଛି, ମୁଁ କଣ ପାଠ ପଢିଛି, ମୁଁ ସୁଧୁ ଗଜ ମୂର୍ଖ ସେମିତି ପୁରା ଇଏ କରିକିରି ଶୁଣି ଶୁଣିକି ମନେ ରଖିଦେଇଛୁ ନା। ତ ଯାହା ବି ସବୁ ଶୁଣିଲେ ସିଏ ସବୁ ଶୁଣି 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 ଏମିତି ମନେ ରଖିଦେଇଛି ଆଉ କ'ଣ।
ଆଉ ଯାହା ଅଛି ବହି ପଢ଼ିଲେ ପଢ଼ିଯିବ ଆଉ କ'ଣ ବହି ପଢ଼ିପାରିବ ନା ଦେଖା ହେଉଛି ରୋଷେଇ କ'ଣ ହେଇଛି ଭେଣ୍ଡି ଆଳୁ ଭଜା ହେଇଛି ପଖାଳ ଭାତ ଟମାଟର ଆଚାର ଆଉ ଯୋଉ ଝୁଡ଼ଙ୍ଗ ଛୁଇଁ ଇଏ ହେଇଛି ଝୁଡ଼ଙ୍ଗ ଛୁଇଁ ଆଳୁ ଇଏ ହେଇଛି ଆଉ ଭଜାଇ ଅମୃତଭଣ୍ଡା ଆଉ ଆଳୁ ପଡ଼ି ଡାଲମା ଏତିକି ଆଉ କିଛି ନାହିଁ ଏତିକି ହେଇଛି ପଖାଳ ଭାତ ପଖାଳ ଗରମ ହେଉଛି ଭାଜ ନାଇଁ ଗରମରେ ଖାଇ ହେଉନି ବାପା ଆଉ କ'ଣ କରିବା ସେମିତି ଟିକେ ଆଡ଼ଜଷ୍ଟ କରିକି ପଖାଳ ଖାଇବା ଆଉ ଆମର ରୁଟି ମ୍ୟାଗି ଖାଇ ଶୋଇପଡ଼ିବୁ ତାଙ୍କର ରୁଟି ମ୍ୟାଗି ଖାଇ ଶୋଇପଡ଼ିବେ କି ଖାଇନା ରୁଟି ମ୍ୟାଗି ଖାଇବେ ମ୍ୟାଗି ସନ୍ଧ୍ୟାବେଳେ ଆଣିଥିଲେ ନାଇଁ ମ୍ୟାଗି ରୁଟି ମ୍ୟାଗି ନଥିଲା କହିଲି ଟାଟିଆ ଦେଇକି କ'ଣ ମ୍ୟାଗି କହିଲି ନା କ'ଣ ଗୋଟେ କହିଲି ଅଛି ନା ସେ ମ୍ୟାଗି କହିଲେ ନା ଆଣିବା ପାଇଁ ତୁ କ'ଣ ଗୋଟେ କହିଲି ଟାଟିଆ ନେଇ ଜାନା ମ୍ୟାଗି ଆଣିବ କୋଉଠୁ ମ୍ୟାଗି ଆଣିବ ସେ ଗାଁରୁ କହିଲୁ ଇଏ ଟାଟିଆ ନେଇ ଗଲ ନା କ'ଣ କିଏ ଆଇଲା କି ମ୍ୟାଗି ବାପା ସାଇକେଲରେ ପ୍ୟାକେଟ୍ ମ୍ୟାଗି ନେଇଗଲେ ନେଇକି ଆଇଲି ଏଇଠି 4ଟା ଆଣିଥିଲି ମୋତେ ତ ଦେଇନା ଥୁଆ ହେଇଛି ମ୍ୟାଗି ଥୁଆ ହେଇଛି ଆଉ ଏତେ ଗୁଡ଼ା କିଏ ଖାଇବେ ତମେ କ'ଣ ଖାଇକି ଆଇଛ ବୋଉ କହିଲି କହିଲି ଖାଇଯାଇଛି କହିଲି ମୁଁ କହିଲି ଖାଇଯାଇଛି ନା ତମକୁ ହବନି ବୋଲି ତମେ ମିଛରେ କହିଦଉଛ ସେମିତି କାଲି ସେଇଆ କହିଲ ଖାଇକି ଆଇଛି ଆଜି କହିଲ ସେଇଆ ମୁଁ ତମେ କହିନଥିଲି ନା ସେ ଦୋକାନରୁ କ'ଣ ଖାଇକି ଆଇଛି ମିଛ ମୁଁ ତ ପଚାରି ଖାଇଛୁ ନା ହଁ ଖାଇକି ଆଇଛୁ ଖାଇନି କାଇଁ ତମେ ବା କ'ଣ କାଲି ଗୋଟେ କହୁଥିଲା ବା ମା ବା ମନ କଥା ବୁଝିପାରିବ ଆଉ ଯଦି ମୁଁ ଖାଇନି ତୁ କେମିତି ବୁଝିପାରିଲୁ ନା ସେ କାଲି ସେମିତି ମିଛରେ କହୁଥିଲୁ ମୋତେ କହୁନୁ ଜଣା ପଡ଼ୁଛି ଆଉ ହଁ ହଉ ଚାଲ ଖାଇବା ପଖାଳ ଭାତ ବଡ଼ିଚୁରା ପିଆଜ ଗୋଟେ ପୋକ ପଡ଼ିଯାଇଛି ଏଇ ଭିତରେ ଏଇ ଛୋଟିଆ ପୋକଟା ଇଏ ମ୍ୟାଗି ହେଇଥିଲା ଆମର ସନ୍ଧ୍ୟାବେଳେ ଆଉ ଇଏ ଟମାଟର ଚଟଣି ପଖାଳ ଭାତ ଏଇଥିରେ ତ ପଖାଳ ଭାତ ଉଠିଯିବ ଆଉ କ'ଣ ଦରକାର ଗରମ ହେଉଛି ମାଟିରେ ପଖାଳ ଭାତ ତୋର କ'ଣ ଏତିକି ଏତିକି ଖାଇବୁ ବୟସ ବଢ଼ି ଯାଉଛି ଖାଦ୍ୟ କମି ଯାଉଛି ଆଉ ବୟସ ଯାଉ ବଢ଼ୁଛି ତାଙ୍କ ଖାଦ୍ୟ କରୁଥିବା ଯିବ ନା ନାହିଁ ମାନେ ଯେତେ ବୟସ ବଢ଼ିବ ଖାଇବା ସେତେ କମିଯିବ ଆଉ 8-10 ବର୍ଷ ଗଲେ ଯେଉଁ ବଡ଼ିଚୁରା ଯେତିକି ଅଛି ଏତିକି ଖାଇବୁ ଏତିକି ଖାଇବୁ ଗୋଟାଏ ରୁଟି ଚାହା ଟିକେ ହେଲେ ସରିଲା ଆଉ ଗାଧୁଆ ମୁଠା ଭାତ ରାତି ପଟେ ରୁଟି ଟିକେ ଚାହା ହେଲେ ସରିଲା ହଉ ଖାଅ ଏଇ ଆମର ସେଠି ଆମର ମ୍ୟାଗି ହେଇଥିଲା ଏଠି ସବୁ ମ୍ୟାଗି ସବୁ ବୁଲୁଛନ୍ତି ଏଇ ଗୋଟେ ମ୍ୟାଗି ପଳେଇଲା ତା ଭିତରକୁ ଏଇ ଗୋଟେ ମ୍ୟାଗି ଆଉ ଏଠି ଅଛି ମ୍ୟାଗି ତା ଦେହରେ ହିଁ ଗୋଳା ହେବ ଗୋଳା ହେଇସାରିଲା ପରେ ରୁଟି ଅଛି ରୁଟି ସାଙ୍ଗରେ ମିକ୍ସିଂ କରି ମ୍ୟାଗି ରୁଟି ଖିଆ ହେବ ଇଏ ତାର ଏଠି ଖାଇଦେଇକି ଆଗେ ଖାଇଦେଉଛି ହଁ ଯେହେତୁ ଘରର ସାନ ଆଗେ ଖାଇବାର ସେ ମହତ୍ତ୍ୱ ରଖୁଛି ଖାଇବାକୁ ସମ୍ମାନ ଦେଉଛି ଖାଇଦେଇକି ଏଠି ଗୋଟେ ମଠ ଆଉ ଗୋଟେ ଅଛି ଖଟ ତାପରେ ସେ ତ ସର୍ବଶ୍ରେଷ୍ଠ ଆଉ ଏଠି ଖାଉଛି ପିଉଛି ଆସି ଶୋଉଛି କାହାକୁ ଖାଇବା ଦେବାର ନାହିଁ ପାଣି ଦେବାର ନାହିଁ କିଛି ନାହିଁ ଖାଲି ମୋବାଇଲ ଅଛି ଡାଟା ଯେଉଁ ବନ୍ଦ ଅଛି ମୋବାଇଲ ଚାଲିବ ଡାଟା ସରିଗଲେ ମୋବାଇଲ ବନ୍ଦ ହେବ ତାକୁ ସେତେବେଳେ ଗାଁ ଆଉ ସହର ଭିତରେ ଏତିକି ଫରକ ସହରରେ ଆପଣମାନେ ଦେଖିବେ ସବୁଆଡ଼େ ଲାଇନ୍ ଲାଗିଥିବ ଚିକମିକିଆ ରୋଡ଼ ସବୁକିଛି ସଫାସୁତୁରା ଅଛି କିନ୍ତୁ ଗାଁରେ ମାନେ ଗାଁରେ ଆପଣ ପଶିଯିବେ ଏଠି ଦେଖିପାରୁଥିବେ ଆମ ଗାଁରେ ଘର ଦ୍ୱାର 2-3 ଜଣଙ୍କ ଲାଇଟ୍ ଲାଗିଛି ଆଉ କାହାର ଲାଗିନି ତ ଏଇ ଜିନିଷଟା ଆପଣଙ୍କୁ କେବଳ ଗାଁରେ ଦେଖିବାକୁ ମିଳିବ ଆଉ ଟାଉନରେ ତ ଦେଖିଥିବେ ସବୁଆଡ଼େ ଷ୍ଟ୍ରିଟ୍ ଲାଇଟ୍ ଲାଗିଥିବ ଗଳିରେ ବି ଲାଗିଥିବ ସବୁଆଡ଼େ ଲାଗିଥିବ କିନ୍ତୁ ସେଇ ଜିନିଷଟା ଗାଁରେ ନାହିଁ ତ ବର୍ତ୍ତମାନ ଖାଇବା ସରିଲା ଖାଇସାରିଲା ପରେ ମୁଁ ଏପଟେ 2-4 ଥର ଖଣ୍ଡେ ଚାଲି ସାରିଲା ପରେ ଭାରି ଜୋର ଗରମ ହେଉଛି ତ ତାପରେ ମୁଁ ଶୋଇବି ଆଉ ତ ଯଦି ଆପଣମାନଙ୍କୁ ଆମମାନଙ୍କର ଭିଡ଼ିଓ ଭଲ ଲାଗୁଥିବ ଭିଡ଼ିଓକୁ ନିଶ୍ଚୟ ଭାବରେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ ଶିବନ୍ତ ରହୁଛି ଜୟ ଜଗନ୍ନାଥ।